ମୋ ନାଁ ଗଣେଶ୍ୱର ମିଶ୍ର। କୃଷି ପରାମର୍ଶ ଉପଦେଷ୍ଟା କମିଟିର କୃଷି ବୈଷୟିକ ପରାମର୍ଶ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ନିଆଳି ବ୍ଲକ। ଆଜି ଅଗଷ୍ଟ 15 ଶନିବାର। ଦେଶ ଆଜି ତାର 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଭାରତ ବର୍ଷରେ ଗାଁ ଗଣ୍ଡାରେ ପୁରପଲ୍ଲୀରେ ସବୁ ଜାଗାରେ ଏଇଟା ପାଳନ ହେଉଛି। ଆଜିକା ଦିନରେ ମୁଁ ଏତିକି କହିବି ଯେ ସମସ୍ତେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଆତ୍ମନିର୍ଭର ଭାରତର ସ୍ୱପ୍ନ ତାକୁ ସମସ୍ତେ ସାକାର କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହୁଅନ୍ତୁ ଏବଂ ଦେଶ ପାଇଁ ଜଣେ ଜଣେ ଯୋଦ୍ଧା ହେଇକିରି ରୁହନ୍ତୁ। ବିଶେଷ କରି ଆଜିର ଦିନରେ ଯେଉଁ ସଦ୍ଭାବନା ମୈତ୍ରୀ ଓ ଏକତା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ନିଆଳି ଆଗକୁ ଯିବ ଏବଂ ନିଆଳିରେ ଚାଷୀମାନଙ୍କର ଉନ୍ନତି ପାଇଁ ଚାଷୀମାନଙ୍କର ଆତ୍ମନିର୍ଭରତା ପାଇଁ ଯାହା ଯାହା କାର୍ଯ୍ୟକ୍ରମ ଆଜି ଦିନରେ ମୁଁ ସଂକଳ୍ପ ନେବା ସହିତ ନିଆଳି ଅଞ୍ଚଳର ସମସ୍ତ ଚାଷୀ ସଂକଳ୍ପ ନିଅନ୍ତୁ, ଏତିକି ମୋର କାମନା। ଏବଂ ନିଆଳି ଅଞ୍ଚଳର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ମୋର शुभेच्छा। अधिक खबर पाई आम चैनल को लाइक शेयर और सब्सक्राइब करंतु।